ଏବେ ଆସିଲା ସ୍କୁଲ ଛାତ୍ରଛାତ୍ରୀଙ୍କ ପାଇଁ ବଡ ଘୋଷଣା। ବର୍ତ୍ତମାନ ଯାହା ବି କିଛି ନୂଆ ସୂଚନା ମିଳିଛି ତାହା ସମସ୍ତେ ଜାଣି ରଖିବା ଜରୁରୀ। ତେବେ ଚାଲନ୍ତୁ ଆଉ ଡେରି ନ କରି ଫଟାଫଟ ଅପଡେଟଟି ଜାଣିବା। ହେଲେ ତାହା ପୂର୍ବରୁ ଭିଡିଓଟାକୁ ଲାଇକ୍ କରି ଚ୍ୟାନେଲକୁ ସବସ୍କ୍ରାଇବ କରି ଘଣ୍ଟି ଦିନକୁ ଦବାଇ ଅଲରେ କ୍ଲିକ୍ କରି ରଖିବାକୁ ଜମାରେ ବି ଭୁଲନ୍ତୁ ନାହିଁ। କାହିଁକି ନା ଯାହା ବି କିଛି ନୂଆ ନୂଆ ଅପଡେଟ ଆସୁଛି ଏହି ଚ୍ୟାନେଲ ମାଧ୍ୟମରେ ସର୍ବପ୍ରଥମେ ଦେଖିବାକୁ ପାଇଯିବେ। ଚାଲନ୍ତୁ ଆଉ ଡେରି ନ କରି ସମ୍ପୂର୍ଣ୍ଣ ଅପଡେଟ ଉପରେ ନଜର ପକାଇବା। ପ୍ରଚଣ୍ଡ ଖରା ପାଇଁ ରାଜ୍ୟ ସରକାର ଆଗୁଆ ଗ୍ରୀଷ୍ମ ଛୁଟି ଘୋଷଣା କରିଛନ୍ତି। ତେବେ ଏହି ଛୁଟି ସମୟରେ ଯେପରି ପିଲାଙ୍କର ପାଠପଢାରେ ବାଧା ସୃଷ୍ଟି ନ ହେବ ସେଥିପ୍ରତି ଧ୍ୟାନ ଦିଆଯିବ। ଖରା ଛୁଟିରେ ଅବକାଶକାଳୀନ ଶିକ୍ଷା ଦିଆଯିବ। ଏଥିପାଇଁ ସ୍ୱତନ୍ତ୍ର ସିଲାବସ ପ୍ରସ୍ତୁତ କରାଯିବ। ଶ୍ରେଣୀ ଅନୁଯାୟୀ ଛାତ୍ରଛାତ୍ରୀଙ୍କୁ ନେଇ ହ୍ୱାଟ୍ସଆପରେ ଗ୍ରୁପ କରାଯିବ। ଅବକାଶକାଳୀନ ସିଲାବସ ଅନୁସାରେ କେତେ ପାଠପଢା ହୋଇଛି ସେ ନେଇ ଅଭିଭାବକଙ୍କ ସହ ଆଲୋଚନା କରିବେ ଶିକ୍ଷକ। ଛୁଟିରେ ଶିକ୍ଷା ସହିତ ଜଡିତ ରହିବାକୁ ଏପରି ଯୋଜନା କରାଯାଉଛି। ଏନେଇ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ପ୍ରସ୍ତୁତ ସ୍ୱତନ୍ତ୍ର ଗାଇଡଲାଇନ ସ୍କୁଲକୁ ଦିଆଯିବ। ଖରା ଛୁଟି ସମୟରେ ଶିକ୍ଷା ନଷ୍ଟ ନ କରିବାକୁ ଅଧିକ ଗୁରୁତ୍ୱ ଦିଆଯିବ। ସୂଚନାଯୋଗ୍ୟ ପ୍ରାଥମିକ ଓ ମାଧ୍ୟମିକ ଛାତ୍ରଛାତ୍ରୀଙ୍କୁ ପାଠ ପଢାରେ ନିୟୋଜିତ ରଖିବା ପାଇଁ ଅବକାଶ ଗୃହ କାର୍ଯ୍ୟ ଆରମ୍ଭ ହେବ। ଗ୍ରୀଷ୍ମ ଅବକାଶ ସମୟରେ ଛାତ୍ରଛାତ୍ରୀ ଅଭିଭାବକଙ୍କ ସହାୟତାରେ ଏହି ଗୃହ କାର୍ଯ୍ୟ ସମ୍ପାଦନ କରିବେ। ଫଳରେ ପିଲାମାନେ ଖରା ଛୁଟି ଉପଭୋଗ କରିବା ସହ ପାଠ୍ୟ ପୁସ୍ତକ ସହ ସଂଯୁକ୍ତ ହୋଇ ରହିବେ। ଗତ ବର୍ଷ ମଧ୍ୟ ଅବକାଶକାଳୀନ ଗୃହ କାର୍ଯ୍ୟକ୍ରମ ହୋଇଥିଲା। ଉକ୍ତ କାର୍ଯ୍ୟକ୍ରମକୁ ତ୍ୱରାନ୍ୱିତ କରିବା ପାଇଁ ପ୍ରତି ଜିଲ୍ଲା ସ୍ତରରେ ହେଲ୍ପ ଡେସ୍କ କମ୍ କଲ୍ ସେଣ୍ଟରର ପ୍ରଚଳନ କରାଯାଇଥିଲା। ଏହାକୁ ଶିକ୍ଷକ ଶିକ୍ଷୟିତ୍ରୀମାନେ ପରିଚାଳନା କରିଥିଲେ। ଅବକାଶ ଗୃହ କାର୍ଯ୍ୟ ସମ୍ପର୍କିତ କୌଣସି ଅସୁବିଧାର ସହାୟତା ପାଇଁ ଛାତ୍ରଛାତ୍ରୀମାନେ ଏହାର ସହାୟତା ନେଇଥିଲେ। ଭିଡିଓଟାକୁ ସେୟାର କରି ସମସ୍ତଙ୍କ ପାଖରେ ଏହି ଅପଡେଟଟିକୁ ପହଞ୍ଚାଇ ଦିଅନ୍ତୁ।